ତମେ ବ୍ରହ୍ମ ରାକ୍ଷସ ନା ନିଶ୍ଚୟ ଶୁଣିଥିବ, କିନ୍ତୁ ବ୍ରହ୍ମ ରାକ୍ଷସ ବିଷୟରେ ତମେ ଆଗରୁ ବହୁତ ଗପ ଶୁଣିଥିବ। କିନ୍ତୁ ଆଜି ଯେଉଁ ଗପ ମୁଁ ଆପଣମାନଙ୍କୁ କହିବି, ଆଉ ଏ ଗପଟି ଯେତେବେଳେ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଶୁଣିବେ, ମୁଁ ସିଓର ହେଇକି କହୁଛି କି ଆପଣମାନେ ପୁରା ଭିତରୁ ପୁରା ଭୟରେ ଥରି ଉଠିବେ। କାହିଁକି ନା ସୁଦାମ ନାମକ ଗୋଟେ ଲୋକ ସବୁଦିନ ତାର ଛେଳିମାନଙ୍କୁ ଧରି ଜଙ୍ଗଲ ଭିତରକୁ ଛେଳି ଚରିବା ପାଇଁ ଯାଏ। ଆଉ ସେଠି ସିଏ ତାର ଛେଳିମାନଙ୍କୁ ଚରେଇ ସାରିଲା ପରେ ସଞ୍ଜ ବୁଡ଼ିବା ଆଗରୁ ସିଏ ଘରକୁ ଫେରି ଆସେ। କିନ୍ତୁ ଗୋଟେ ଦିନ ସିଏ ତାର ଛେଳିମାନଙ୍କୁ ନେଇକି ସେଇ ଜଙ୍ଗଲ ଭିତରେ ଚରାଉଥାଏ। ଆଉ ସେଦିନ ମଧ୍ୟ ସଞ୍ଜ ନଇଁବା ଆଗରୁ ସିଏ ଘରକୁ ଫେରି ଆସିଥିଲା। ସିଏ ଘରକୁ ଫେରି ଆସିଥିଲା ସତ, କିନ୍ତୁ ପୁଣି ଥରେ ଏମିତି କ'ଣ ହେଲା ଯାହାଫଳରେ କି ସୁଦାମ ପୁଣି ଥରେ ରାତି ଅଧରେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଆଉ ସିଏ ସେଦିନ ସେଇ ଜଙ୍ଗଲ ଭିତରେ ବ୍ରହ୍ମ ରାକ୍ଷସ ହାବୁଡ଼ରେ ପଡ଼ିଯାଇଥିଲା। ତ ସାଙ୍ଗମାନେ, ସେଦିନ ସୁଦାମ ପୁଣି ଥରେ କାହିଁକି ଜଙ୍ଗଲ ଭିତରକୁ ଯାଇଥିଲା, ଆପଣମାନେ ଷ୍ଟୋରିଟି ପୁରା ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ରାଜେଶ, ଆପଣମାନେ ଦେଖୁଛନ୍ତି ରିଏଲ୍ ଭୂତ କାହାଣୀ। ତ ସାଙ୍ଗମାନେ, ତାହେଲେ ଆଉ ଡେରି ନ କରିକି ଚାଲନ୍ତୁ ଏଇ କାହାଣୀଟି, ଏଇ ଭୟାନକ କାହାଣୀଟି ଆରମ୍ଭ କରିବା। ଆଉ ତା ଆଗରୁ ମୁଁ ଆପଣମାନଙ୍କୁ କହି ରଖୁଛି କି ଏ କାହାଣୀଟି ମୋତେ ସୁଦାମ ବାବୁ ପଠାଇଛନ୍ତି। ଆଉ ଏ ଷ୍ଟୋରି ଆମ ସାଙ୍ଗରେ ସେୟାର କରିଥିବାରୁ ସୁଦାମ ବାବୁକୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ତାହେଲେ ଆଉ ଡେରି ନ କରି ଚାଲନ୍ତୁ କାହାଣୀ ଆଡ଼କୁ ଯିବା। ନମସ୍କାର, ମୋ ନାଁ ସୁଦାମ। ମୋ ଘରେ ମୁଁ ଆଉ ମୋ ସ୍ତ୍ରୀ ଛଡ଼ା ଆଉ କେହି ନଥିଲେ। କିନ୍ତୁ ମୁଁ 2ଟି ଛେଳି ରଖିଥିଲି। ଏମିତି ଦେଖୁ ଦେଖୁ କିଛି ଦିନ ଗଲା ପରେ ସେଇ 2ଟି ଛେଳିରୁ ମୋର 5ଟି ଛେଳି ହୋଇଯାଇଥିଲେ। କିନ୍ତୁ ମୁଁ ସବୁବେଳେ ଜଙ୍ଗଲ ଭିତରକୁ ମୋ ଛେଳିମାନଙ୍କୁ ଚରେଇବାକୁ ନିଏ। ଆଉ ମୁଁ ଯେଉଁ ଜଙ୍ଗଲ ଭିତରକୁ ମୋ ଛେଳିମାନଙ୍କୁ ଚରେଇବାକୁ ନିଏ, ସେ ଜଙ୍ଗଲଟି ବହୁତ ବଡ଼ ଜଙ୍ଗଲ ଥିଲା। ଆଉ ରାତି ହେବା ପୂର୍ବରୁ ମୁଁ ଛେଳିମାନଙ୍କୁ ଚରେଇକି ଘରକୁ ନେଇ ଆସେ। କିନ୍ତୁ ସବୁଦିନ ଭଳି ମୁଁ ଆଜି ମଧ୍ୟ ମୋ ଛେଳିମାନଙ୍କୁ ଧରିକି ମୁଁ ବାହାରିଥାଏ ଜଙ୍ଗଲ ଭିତରକୁ ଯିବା ପାଇଁ। କିନ୍ତୁ ମୋ ସ୍ତ୍ରୀ ମୋତେ କାନେ କାନେ କହିଥାଏ କି ରାତି ହେବା ପୂର୍ବରୁ ତୁମେ ଯେମିତି ହେଲେ ଘରକୁ ଫେରି ଆସିବ। ଆଉ ମୁଁ ତାକୁ ସବୁବେଳେ କୁହେ କି ମୁଁ ରାତି ହେବା ପୂର୍ବରୁ ଯେମିତି ହେଲେ ଘରକୁ ଫେରି ଆସିବି। କିନ୍ତୁ ପ୍ରକୃତ କଥା, ମୁଁ ସବୁବେଳେ ଛେଳି ଚରିବା ପାଇଁ ସେଇ ଜଙ୍ଗଲ ଭିତରକୁ ଯାଏ। କିନ୍ତୁ ସେଇ ଜଙ୍ଗଲ ପୁରା ମଝାମଝିକୁ ମୁଁ କେବେ ଆଗରୁ ଯାଇନଥିଲି। ଏମିତି ଆମେ ସ୍ୱାମୀ ସ୍ତ୍ରୀ କଥା ହେଲା ପରେ ମୁଁ ବାହାରି ପଡ଼ିଲି ସେଇ ଜଙ୍ଗଲ ଭିତରକୁ ମୋ ଛେଳିମାନଙ୍କୁ ଚରେଇବା ପାଇଁ। କିନ୍ତୁ ମୁଁ ଯେତେବେଳେ ଜଙ୍ଗଲ ଭିତରକୁ ଯାଉଥାଏ, ସେତେବେଳେ ଆମ ଗାଁର ପୁନିଆ ମଉସା ମୋତେ ଦେଖିଲେ। ଆଉ ସେ ମୋତେ କହିଲେ, ଆରେ ସୁଦାମ, ତୁ ଛେଳି ଚରେଇବାକୁ ବାହାରି ଗଲୁ? ସେତେବେଳେ ମୁଁ ତାଙ୍କୁ କହିଥିଲି କି ହଁ ମଉସା, ମୁଁ ଏବେ ଛେଳି ଚରେଇବା ପାଇଁ ବାହାରି ସାରିଛି। ଆଉ ରାତି ହେବା ପୂର୍ବରୁ ମୋତେ ଯେମିତି ହେଲେ ଫେରିବାକୁ ପଡ଼ିବ। ସେତେବେଳେ ପୁନିଆ ମଉସା ମୋତେ ଗୋଟାଏ କଥା କହିଥିଲେ କି ତୁ ଯାଉଛୁ ଜଙ୍ଗଲ ଭିତରକୁ ସତ, କିନ୍ତୁ ତୁ ଛେଳିମାନଙ୍କୁ ଧରିକି ସେଇ ଜଙ୍ଗଲର ଉତ୍ତର ଦିଗ ପାଟକୁ କେବେ ହେଲେ ଯିବୁ ନାହିଁ।
କାହିଁକି ନା ସେ ଜାଗାଟି ଜମାରୁ ଭଲ ନୁହଁ। ସେତେବେଳେ ମୁଁ ତାଙ୍କୁ କହିଥିଲି କି ଏମିତି କ'ଣ ହେଇଛି ସେ ଜାଗାରେ, ତମେ ସେ ଜାଗାକୁ ମୋତେ ଯିବା ପାଇଁ ମନା କରୁଛ। ସେତେବେଳେ ପୁନିଆ ମଉସା କହିଥିଲେ କି ସୁଦାମ, ତୁ ଏତିକି ଜାଣିଥା କି ସେ ଉତ୍ତର ଦିଗରେ ଥିବା ବହୁତ ବଡ଼ ଗୋଟେ ବରଗଛ, ସେ ଗଛ ମୂଳକୁ ତୁ କେବେ ହେଲେ ଯିବୁ ନାହିଁ। ତୁ ଖାଲି ଏତିକି ଜାଣିଥା କି ସେ ଜାଗାଠୁ, ସେ ବରଗଛଠୁ ତୁ ଦୂରେଇକି ରହିବୁ। ସେତେବେଳେ ପୁନିଆ ମଉସାର କଥା ମୁଁ ଶୁଣିଲା ପରେ ମୋ ମନରେ ଟିକେ ଭୟ ଆସିଯାଇଥାଏ। କାହିଁକି ନା ମୁଁ ସେଇ ବରଗଛ ପାଖରେ ଯାଇ ସବୁବେଳେ ଛେଳି ଚରାଏ, କିନ୍ତୁ ସେ ବରଗଛ ପାଖକୁ ମୁଁ ଆଗରୁ କେବେ ଯାଇନଥିଲି। ମୁଁ ଦୂରରେ ରହିକି ମୋ ଛେଳିମାନଙ୍କୁ ଚରାଏ। କିନ୍ତୁ ସେଦିନ ପୁନିଆ ମଉସାର ଏ କଥା ଶୁଣିଲା ପରେ ମୁଁ କହିଲି ଠିକ୍ ଅଛି। ଏମିତି କହିକି ମୁଁ ଆଗକୁ ମାଡ଼ିଲି। ଏମିତି ଯାଉ ଯାଉ ମୁଁ ପହଞ୍ଚିଗଲି ସେଇ ଜଙ୍ଗଲର ପୁରା ମଝାମଝିରେ। ଆଉ ସେତେବେଳେ ମୁଁ ସେଇ ଉତ୍ତର ଦିଗକୁ ଚାହିଁଥାଏ। ଆଉ ମୁଁ ମନେ ମନେ ଭାବୁଥାଏ କି ପୁନିଆ ମଉସା ଯାହା କହିଲେ ସେ କ'ଣ ସତ? ମୁଁ ଏମିତି ମନେ ମନେ ଭାବୁଥାଏ। ମୁଁ ପୁଣି ଭାବିଲି କି ଚାଲ ଆଜି ଯେମିତି ହେଲେ ସେ ଜାଗାରୁ ବୁଲିକି ଆସିବା, ଦେଖିବା ଏମିତି ସେ ଜାଗାରେ କ'ଣ ଘଟଣା ଘଟିଛି କି ପୁନିଆ ମଉସା ମୋତେ ଡରାଇବା ପାଇଁ ଏମିତି କହିଛନ୍ତି। ମୁଁ ଏମିତି ଭାବିକି ସେଦିନ ସେଇ ବରଗଛ ପାଖକୁ ମୁଁ ଛେଳିମାନଙ୍କୁ ନେଇ ଚାଲି ଯାଇଥାଏ। କିନ୍ତୁ ସେଠି ମୁଁ ପହଞ୍ଚିଲା ପରେ ମୋ ଛେଳିମାନଙ୍କୁ ସେଇଠି ଚରେଇଲା ସମୟରେ ମୁଁ ସେଇ ବରଗଛ ମୂଳରେ ଟିକେ ବସି ପଡ଼ିଥାଏ। ଆଉ ଏମିତି ସେଠି ଥଣ୍ଡା ପବନ ହେଉଥିଲା, ଯାହାଫଳରେ କି ମୁଁ ସେଇଠି ବସୁ ବସୁ ସେଇ ବରଗଛ ପାଖରେ ମୋତେ ଟିକେ ନିଦ ଲାଗିଯାଇଛି। ଏମିତି କିଛି ସମୟ ବିତି ଯାଇଥିଲା। ମୁଁ ଯେତେବେଳେ ହଠାତ୍ ଆଖି ଖୋଲିଲି ସେତେବେଳେ ସନ୍ଧ୍ୟାବେଳ ହୋଇଯାଇଥିଲା। ଆଉ ମୁଁ ସଙ୍ଗେ ସଙ୍ଗେ ବାହାରି ପଡ଼ିଲି ସେ ଜାଗାରୁ ଘରକୁ ଆସିବା ପାଇଁ। କିନ୍ତୁ ମୁଁ ସେତେବେଳେ ଜାଣିସାରିଥିଲି କି ଏଠି କିଛି ବି ଘଟଣା ଘଟି ନାହିଁ। କାହିଁକି ନା ମୁଁ ଦିନ ସାରା ସେଇ ବରଗଛ ପାଖରେ ଶୋଇଥିଲି, କିନ୍ତୁ ଏମିତି କିଛି ବି ମୋ ସାଙ୍ଗରେ ଘଟଣା ଘଟିଲାନି। ତାପରେ ମୁଁ ଛେଳିମାନଙ୍କୁ ଧରିକି ସନ୍ଧ୍ୟା ହେବା ଆଗରୁ ମୁଁ ଘରକୁ ଆସିବା ପାଇଁ ବାହାରିଥାଏ। ଏମିତି କିଛି ସମୟ ଠେଇ ମୁଁ ଆସିକି ଘରେ ପହଞ୍ଚିଲି। କିନ୍ତୁ ମୋର ସେତିକଳେ ନଜର ପଡ଼ିଲା, ଯେତେବେଳେ ମୁଁ ଛେଳିମାନଙ୍କୁ ନେଇକି ମୋ ଗୁହାଳରେ ବାନ୍ଧୁଥିଲି ସେତେବେଳେ ମୋର ନଜର ପଡ଼ିଲା କି ମୋ ଛେଳି ଭିତରୁ ମୋର ଗୋଟେ ଧଳା ଛେଳି ନାହିଁ। ମୁଁ ସେତେବେଳେ ଭାବିଲି କି ମୋ ଧଳା ଛେଳିଟି ବୋଧେ ଜଙ୍ଗଲ ଭିତରେ ରହିଗଲା। ଆଉ ମୁଁ ତୁରନ୍ତ ମୋ ସ୍ତ୍ରୀକୁ ଯାଇକି କହିଲି ଏ କଥା, କିନ୍ତୁ ମୋ ସ୍ତ୍ରୀ ମୋତେ ମନା କଲା। ସେ କହୁଥାନ୍ତି କି ତମେ ସକାଳ ହେଲେ ସେଇ ଜଙ୍ଗଲକୁ ଯିବ ଛେଳି ଖୋଜିବା ପାଇଁ, କିନ୍ତୁ ଏବେ ତ ରାତି ହୋଇସାରିଲାଣି, ଆଉ ତମେ ଏବେ କେମିତି ଯିବ? କିନ୍ତୁ ମୋ ମନ ମାନୁନଥାଏ। ଆଉ ମୁଁ ବାହାରି ପଡ଼ିଲି ସେଦିନ ମୋ ଛେଳିକି ଖୋଜିବା ପାଇଁ। ଆଉ ହାତରେ ଗୋଟେ ଟର୍ଚ୍ଚ ଧରି ମୁଁ ମୋ ସ୍ତ୍ରୀକୁ କହିଥିଲି କି ମୁଁ ଯେମିତି ହେଲେ ମୋ ଛେଳିକୁ ମୁଁ ନେଇକି ଆସିବି। ସେତେବେଳେ ମୁଁ ଟର୍ଚ୍ଚ ମାରିକି ସେଇ ଜଙ୍ଗଲ ଭିତର ଆଡ଼କୁ ଯିବାକୁ ଲାଗିଲି। କିନ୍ତୁ ମୁଁ ଯେତେବେଳେ ଜଙ୍ଗଲ ଭିତରେ ପୁରା ପହଞ୍ଚିଲି ସେତେବେଳେ ମୋତେ ଲାଗୁଥାଏ କି ମୋ ସାଙ୍ଗରେ ମୋ ପଛରେ ପଛରେ ଆଉ କେହି ଜଣେ ମୋ ପଛରେ ପଛରେ ଆସୁଛି, କିନ୍ତୁ ମୁଁ ତାକୁ ଦେଖିପାରୁନଥାଏ। ମୋତେ ଏମିତି ଲାଗୁଥାଏ, କିନ୍ତୁ ମୁଁ ବାରମ୍ବାର ପଛକୁ ବୁଲିକି ଦେଖୁଥାଏ, କିନ୍ତୁ ପଛରେ ବି କେହି ନଥାନ୍ତି। ଆଉ ବିଲୁଆମାନଙ୍କର ଭୁକିବାର ଶବ୍ଦ ବହୁ ଜୋରସେ ଶବ୍ଦ ଆସୁଥାଏ। ସେତେବେଳେ ସେ ଜଙ୍ଗଲଟି ପୁରା ସୁନସାନ ହୋଇଯାଇଥିଲା। ଆଉ ମୋତେ ଏମିତି ଲାଗୁଥିଲା ଯେମିତି ଜଙ୍ଗଲ ମୋତେ ଦେଖୁଛି। ଏତେ ଶାନ୍ତ ପଡ଼ିଯାଇଥିଲା ସେ ଜଙ୍ଗଲ। ତାପରେ ମୁଁ ମୋ ଛେଳିକୁ ଡାକି ଡାକି ସେଇ ଜଙ୍ଗଲ ଭିତର ଆଡ଼କୁ ପୁରା ଚାଲି ଯାଇଥାଏ।
ଏମିତି କିଛି ବାଟ ଗଲା ପରେ ମୁଁ ଦେଖିଲି କି ମୋ ଛେଳି ସେଇ ବରଗଛ ମୂଳରେ ଠିଆ ହୋଇଛି। ଯେଉଁ ବରଗଛ ମୂଳରେ ମୁଁ ଦିନସାରା ମୋ ଛେଳିମାନଙ୍କୁ ମୁଁ ଚରାଇଥିଲି, ସେଇ ବରଗଛ ମୂଳରେ ମୋ ଛେଳି ସେଇ ବରଗଛ ମୂଳରେ ଠିଆ ହେଇଛି। ମୁଁ କ'ଣ କରିବି ଏମିତି ମନେ ମନେ ଭାବୁଥାଏ, କିନ୍ତୁ ମୁଁ ଟିକେ ସାହସ କରିକି ମୋ ଛେଳି ପାଖକୁ ମୁଁ ଗଲି। କିନ୍ତୁ ସେହି ସମୟରେ ମୁଁ ଦେଖୁ ଦେଖୁ ମୋ ଛେଳିଟି ମୋ ଆଖି ସାମ୍ନାରୁ କୁଆଡ଼େ ଗାୟବ ହୋଇଗଲା। ମାନେ କହିବାକୁ ଗଲେ ସେ ପୁରା ଧୂଆଁ ଟାଇପର କୁଆଡ଼େ ଉଭାନ ହୋଇଗଲା। ମୁଁ ଏ ଦୃଶ୍ୟ ଯେତେବେଳେ ଦେଖିଲି, ସେତେବେଳେ ମୋ ଛାତି ଭିତରଟା ପୁରା ଦୋହଲି ଉଠିଲା। କାହିଁକି ନା ଏ ଜଙ୍ଗଲ ଭିତରେ ମୁଁ ଏବେ ଯାହା ଦେଖିଲି, ସିଏ ମୋ ଛାତିକୁ ପୁରା ଦୋହଲେଇକି ରଖିଦେଲା। ଆଉ ସେତେବେଳେ ମୋ କାନରେ ଗୋଟେ ଶବ୍ଦ ବାଜିଲା। ଆଉ ସେ ଶବ୍ଦଟି ଏମିତି ଥିଲା, ଯେମିତି ଗୋଟେ ଜଙ୍ଗଲୀ ଜନ୍ତୁ ତାର ଶିକାରକୁ ସେ ମନ ଖୁସିରେ ଖାଉଥିବ, ସେମିତି ଖାଇବାର ଶବ୍ଦ ମୋ କାନରେ ବାଜିଲା। ଆଉ ସେତେବେଳେ ମୁଁ ସେ ଶବ୍ଦକୁ କାନେଇ କାନେଇ ଆଗକୁ ବଢ଼ୁଥାଏ। କିନ୍ତୁ ସେ ଶବ୍ଦଟି ଆସୁଥିଲା ସେଇ ବରଗଛ ଉପରୁ। ଆଉ ଯେତେବେଳେ ମୁଁ ମୋ ଟର୍ଚ୍ଚକୁ ସେଇ ବରଗଛ ଉପରକୁ ପକେଇଲି, ସେଠି ମୁଁ ଯାହା ଦେଖିଲି, ମୋ ପାଦ ତଳୁ ପୁରା ମାଟି ଖସିଗଲା। କାହିଁକି ନା ସେଇ ବରଗଛ ଉପରେ ବସିଥିଲା ଗୋଟେ ବ୍ରହ୍ମ ରାକ୍ଷସ। ଆଉ ସେ ମୋ ଛେଳିକୁ ସେଇଠି ପୁରା ମନ ଖୁସିରେ ଖାଉଥାଏ। ଆଉ ସେ ବ୍ରହ୍ମ ରାକ୍ଷସ ଦେଖିବାକୁ ଅତି ଭୟଙ୍କର ଦେଖାଯାଉଥିଲା। ଆଉ ମୋତେ ଲାଗୁଥିଲା ଏମିତି ସିଏ ମୋତେ ଏହିଠାରେ ଜିଅନ୍ତା ଖାଇଯିବ। କିନ୍ତୁ ସିଏ ସେତେବେଳକୁ ମୋତେ ଦେଖିନଥିଲା, କାହିଁକି ନା ସିଏ ମୋ ଛେଳିକୁ ସେଇଠାରେ ପୁରା ଖୁସିରେ ଖାଉଥାଏ। ଆଉ ମୁଁ ସେତେବେଳେ ପୁନିଆ ମଉସା କଥା ଭାବିଥିଲି, କାହିଁକି ନା ପୁନିଆ ମଉସା ମୋତେ ଏଇ ବରଗଛ ମୂଳକୁ ଆସିବା ପାଇଁ ମନା କରିଥିଲେ। କିନ୍ତୁ ମୁଁ ତାଙ୍କ କଥା ନ ଶୁଣିକି ଏ ଜାଗାକୁ ମୁଁ ଛେଳି ଚରାଇବା ପାଇଁ ଆସିଥିଲି। ହେଲେ ମୁଁ ଏବେ ଏ ଜାଗାରୁ କେମିତି ଘରକୁ ଫେରିବି, ଏମିତି ମୁଁ ମନେ ମନେ ଭାବୁଥାଏ। କିନ୍ତୁ ମୁଁ ଯେତେ ଚେଷ୍ଟା କରୁଥାଏ କି ମୁଁ ପଛକୁ ବୁଲିକି ପଳେଇ ଆସିବି, କିନ୍ତୁ ମୁଁ ସେ ଜାଗାରୁ ମୋ ଗୋଡ଼କୁ ପଛକୁ ଆଣିପାରୁନଥାଏ। ମୁଁ ଯେମିତି ସେମିତି କରିକି ସେ ଜାଗାରୁ ଧୀରେ ଧୀରେ ମୁଁ ପଛୁଆ ପଛୁଆ ଘରକୁ ଚାଲି ଆସିଥିଲି। କିନ୍ତୁ ଘରେ ପହଞ୍ଚିଲା ପରେ ମୁଁ ମୋ ସ୍ତ୍ରୀକୁ ଏସବୁ ଘଟଣା ବିଷୟରେ କହିଥିଲି। ଆଉ ସେତେବେଳେ ପୁନିଆ ମଉସା ପାଖକୁ ମଧ୍ୟ ମୁଁ ଯାଇଥିଲି। ଆଉ ସେଠି ତାଙ୍କୁ ଏଇ ଘଟଣା ବିଷୟରେ ମଧ୍ୟ ତାଙ୍କୁ କହିଥିଲି। ଆଉ ସେତେବେଳେ ପୁନିଆ ମଉସା ମୋତେ କହିଥିଲେ କି ତୁ ତାହେଲେ ତା ସାଙ୍ଗରେ ଦେଖା ହେଇଗଲୁ। ସେତେବେଳେ ମୁଁ ପୁରା ତାଙ୍କ କଥା ଶୁଣିକି ପୁରା ଡରି ଯାଇଥାଏ, କାହିଁକି ନା ସେ ଜାଣିଥିଲେ ସେଇ ଗଛରେ ସେଇ ବ୍ରହ୍ମ ରାକ୍ଷସ ରହୁଛି ବୋଲି। କିନ୍ତୁ ସିଏ ମୋତେ ଏ କଥା ଆଗରୁ କହିନଥିଲେ, କାହିଁକି ନା ମୁଁ ସବୁବେଳେ ସେଇ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଉଥାଏ। ସେଥିପାଇଁ ସେ ମୋତେ ଏ ଘଟଣା ବିଷୟରେ କିଛି ବି କହିନଥିଲେ। ଆଉ ସେବେଠାରୁ ମୁଁ ମୋ ଛେଳିମାନଙ୍କୁ ନେଇକି ସେଇ ଜଙ୍ଗଲ ସାଇଡ଼ରେ ହିଁ ଚରାଏ। ଆଉ ଜଙ୍ଗଲ ଭିତରକୁ କେବେ ହେଲେ ଯାଏ ନାହିଁ। ତ ସାଙ୍ଗମାନେ, ଆପଣମାନଙ୍କୁ ଏହି କାହାଣୀଟି କେମିତି ଲାଗିଛି? ଯଦି ବି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ। ଆଉ ଆପଣମାନେ ଯଦି ସବୁଦିନ ଏମିତି ଭୂତ କାହାଣୀ ସବୁ ଶୁଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ।